ଜ୍ଞାନ ଅଭ୍ୟର୍ଥନା ମାର୍ଚ୍ଚ 7, 1915। ମନର ମଧୁର ନୀରବତାର ସମୟ ଅତୀତ ହୋଇଯାଇଛି। କି ଶାନ୍ତିପୂର୍ଣ୍ଣ, କି ପବିତ୍ର ସେହି ଦିନଗୁଡ଼ିକ। ତାହା ମଧ୍ୟ ଦେଇ ଅନୁଭୂତ ହେଉଥିଲା ସେହି ଗଭୀର ସଂକଳ୍ପ, ଯାହା ତାର ସତ୍ୟର ସମସ୍ତ ଶକ୍ତି ସହ ନିଜକୁ ପ୍ରକାଶ କରୁଥିଲା। ବର୍ତ୍ତମାନ ଆଉ ସେ ସଂକଳ୍ପ ଅନୁଭୂତ ହେଉନାହିଁ ଏବଂ ମନ ପୁନର୍ବାର ସକ୍ରିୟ ହୋଇ ବିଶ୍ଳେଷଣ କରୁଛି, ସୁଶୃଙ୍ଖଳିତ କରୁଛି, ବିଚାର କରୁଛି, ଗ୍ରହଣ ଓ ବର୍ଜନ କରୁଛି ଏବଂ ଆଉ ଯାହା ସବୁ ଏହି ପ୍ରସାରିତ ବ୍ୟକ୍ତିତ୍ୱ ଉପରେ ଆସି ପଡ଼ୁଛି, ତାହା ଉପରେ ରୂପାନ୍ତରକାରୀ ଶକ୍ତି ଭାବରେ ଏହାର ନିରନ୍ତର ପ୍ରତିକ୍ରିୟା ଚାଲିଛି। ଏହି ବ୍ୟକ୍ତିତ୍ୱ ବର୍ତ୍ତମାନ ଏପରି ପ୍ରସାରିତ ଯେ ଏହାର ସଂଯୋଗ ଏପରି ଏକ ଜଗତ ସହ ହୋଇଛି, ଯାହା ଅତି ବିପୁଳ, ଜଟିଳ, ପୃଥିବୀର ସକଳ ବସ୍ତୁ ତୁଲ୍ୟ ଆଲୋକ ଅନ୍ଧକାର ମିଶ୍ରିତ। ମନେହୁଏ ଏହା ଯେପରି ସମସ୍ତ ଆଧ୍ୟାତ୍ମିକ ସୁଖ ଓ ଆନନ୍ଦ ମଧ୍ୟରୁ ନିର୍ବାସନ। ତୋର ସକଳ ଅଗ୍ନି ପରୀକ୍ଷା ଠାରୁ ଏହା ହିଁ ହେଲା ସବୁଠାରୁ କଷ୍ଟଦାୟକ। ବିଶେଷ ଭାବରେ ତୋ ସଂକଳ୍ପ ଶକ୍ତିର ପ୍ରତ୍ୟାହାର ମନେହୁଏ ଯେପରି ତୋର ପୂର୍ଣ୍ଣ ବିରାଗର ପରିଚାୟକ। ପ୍ରତ୍ୟାଖ୍ୟାନର ବୋଧ ଉତ୍ତରୋତ୍ତର ବଢ଼ି ଚାଲୁଛି। ତେଣୁ ବର୍ତ୍ତମାନ ବାହ୍ୟ ଚେତନା ନିଃସଙ୍ଗ ଅବସ୍ଥାରେ ପଡ଼ି ରହିଛି। ତାକୁ ଯେପରି ଚିରକାଳ ନିମନ୍ତେ ଦୁଃଖ ଅଭିଭୂତ ନ କରେ, ସେଥିପାଇଁ ଆବଶ୍ୟକ ଅଭ୍ରାନ୍ତ ବିଶ୍ୱାସର ପୂର୍ଣ୍ଣ ଉତ୍ସାହ। କିନ୍ତୁ ସେ ହତୋତ୍ସାହ ହେବାକୁ ଚାହେଁ ନାହିଁ। ସେ ବିଶ୍ୱାସ କରିବାକୁ ଚାହେଁ ନାହିଁ ଯେ ଦୁର୍ଭାଗ୍ୟର ପ୍ରତିକାର ନାହିଁ। ବିନମ୍ରତା ସହ ସେ ଅପେକ୍ଷା କରୁଛି। ଅଲକ୍ଷ୍ୟରେ, ଗୋପନରେ ସେ ପ୍ରଯତ୍ନ ତଥା ସଂଗ୍ରାମ କରିଚାଲୁଛି, ଯେପରି ତୋର ଅଖଣ୍ଡ ଆନନ୍ଦର ପ୍ରଶ୍ୱାସ ପୁନର୍ବାର ତାହା ମଧ୍ୟରେ ପ୍ରବେଶ କରିବ। ହୁଏତ ତାହାର ପ୍ରତ୍ୟେକ ସାମାନ୍ୟ ପ୍ରଚ୍ଛନ୍ନ ବିଜୟ ମଧ୍ୟ ପୃଥିବୀ ପକ୍ଷରେ ଗୋଟିଏ ଯଥାର୍ଥ ସହାୟତା ହୋଇଛି। ବାହ୍ୟ ଚେତନାରୁ ଯଦି ଚିରକାଳ ନିମନ୍ତେ ନିଷ୍କ୍ରାନ୍ତ ହେବା ସମ୍ଭବପର ହୁଅନ୍ତା, ଯଦି ଦିବ୍ୟ ଚେତନା ମଧ୍ୟରେ ଆଶ୍ରୟ ଗ୍ରହଣ କରାଯାଆନ୍ତା, କିନ୍ତୁ ତୁ ମୋତେ ତାହା ବାରଣ କରିଛୁ, ସର୍ବଦା ହିଁ ବାରଣ କରିଛୁ। ଜଗତରୁ ପଳାୟନ ନୁହେଁ, ଅନ୍ଧକାର ଓ କଦର୍ଯ୍ୟତାର ଭାର ଶେଷ ପର୍ଯ୍ୟନ୍ତ ବହନ କରି ଚାଲିବାକୁ ହେବ। ସମସ୍ତ ଦିବ୍ୟ ସହାୟତା ଫେରାଇ ନିଆ ହୋଇଛି ବୋଲି ମନେ ହେଲେ ମଧ୍ୟ ମୋତେ ରାତ୍ରି କୂଳରେ ରହିବାକୁ ହେବ ଏବଂ ଚାଲିବାକୁ ହେବ, ଏପରିକି କୌଣସି ଦିକ୍ ଯନ୍ତ୍ର ବିନା, ଆଲୋକ ବିନା, ଆନ୍ତର ଦିଶାରୀ ବିନା। ତୋ କରୁଣା ମଧ୍ୟ ମୁଁ ଭିକ୍ଷା କରିବାକୁ ମୁଁ ଚାହୁଁନାହିଁ, କାରଣ ତୁ ମୋ ପାଇଁ ଯାହା ଚାହୁଁ ମୁଁ ତାହା ହିଁ ଚାହେଁ। ମୋର ସକଳ ସାମର୍ଥ୍ୟର ଏକମାତ୍ର ଉଦ୍ଦେଶ୍ୟ ହେଲା ଅଗ୍ରସର ହେବା, ନିରନ୍ତର ଅଗ୍ରସର ହେବା, ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ। ମାର୍ଗରେ ଅନ୍ଧକାର ଯେତେ ଗାଢ଼ ହେଉନା କାହିଁକି, ବାଧା ଯେତେ ଥାଉ ନା କାହିଁକି, ହେ ଭଗବାନ, ଯାହା କିଛି ଘଟୁନା କାହିଁକି, ତୋର ନିର୍ଦ୍ଦେଶ ମୁଁ ଶ୍ରଦ୍ଧାପୂର୍ଣ୍ଣ ଓ ଚିରସ୍ଥିର ପ୍ରେମ ସହ ଗ୍ରହଣ କରିନେବି। ଆଉ ଯଦିଓ ତୁ ଯନ୍ତ୍ରଟିକୁ ତୋ ସେବାର ଅନୁପଯୁକ୍ତ ବୋଲି ଦେଖୁ, ଯନ୍ତ୍ର ଯେ ଆଉ ତାର ନିଜର ନୁହେଁ, ସେ ତୋର। ତୁ ତାକୁ ନଷ୍ଟ କରିପାରୁ ବା ସମୃଦ୍ଧ କରିପାରୁ, କିନ୍ତୁ ସେ ଆଉ ତା ନିଜ ପାଇଁ ନୁହେଁ। ଏହାର ନିଜର ବୋଲି କିଛି ଇଚ୍ଛା ନାହିଁ। ତୋ ବିନା ଏହା କିଛି ବି କରିପାରିବ ନାହିଁ। ତୋ ବିନା ଏହା କିଛି ବି କରିପାରିବ ନାହିଁ। ମା।